আসবার কারণ কোন মতে দেখা আসিল তার নক্ষত্র লগ্ন কিছু নথিব অন্তর্গীত পৌঁছিগলে তাকে কহতি অতিথি আপন মতে জনি না কহি না অন্তর্গীত পৌঁছিলে তেণু আজি ঠু আপন হচ্ছিব অতিথি আরে তে ভেড়ি বড়ি করা হচ্ছ হ্যাঁ মতো এমিতি রূপ নারদঙ্কর কেবে দেখি নথিলে রে আজ্ঞা অতিথি দেব ভব আচার্য দেব ভব পিতৃদেব ভব মাতৃদেব ভব জগন্নাথ দাস ভাগবତରେ କହିଲେ ଏ ମା ଯେତିକି ମା ମାନେ ମୋର ପାଲା ଶୁଣୁଛ ଅତିଥି ଦେବତା ଘରୁ ବାହୁନି ଗଲେ କଣ ହବ ଜଗନ୍ନାଥ ଦାସ ଭାଗବତର ମା ପଦେ ପଦେ କଥା ମା ରାତି ହେଇକି ପାଲା ଆପଣ ମାନେ ଶୁଣୁଛନ୍ତି କହିଲେ ତା ଘରୁ ଅତିଥି ବାହୁରେ ଏ ମା ସେ ପ୍ରାଣୀ যেতিকি বিধাতা আপনাকে দিয়েছি আপনার নিজের সক্ষম মুতাবক দেবে মা যদি অতিথি বাহুনিকি গলে কুয়াড়ে আমি বলা পরে আজ্ঞা প্রেত মুখে পড়া সে প্রাণী প্রেত মুখে পড়ে সমাজ কোন শিখিব আজ্ঞা অতিথি দেব ভব কেবল সেতিকি মা কথা সীমিত রহিলানি আহুরি পদুটে জগন্নাথ রাস্তা করে লেখিছ মনে দিয়ে এ পদুটা আমি 4000 পালাকার ওড়িশারে গাউছু তা তলে আহুরি বরিষ্ঠ পদুটি অছি তার সঞ্চিত পুণ্য যেতে তার সঞ্চিত পুণ্য যেতে কমই অতিথি সঙ্গতে তার যেতিকি পুণ্য সঞ্চিত থিব অতিথি দেবতা যাও যাও এ সমস্ত পুণ্যটা পছে পছে পড়ে যাই রহ হে জ্ঞানীন্দ্র পুঙ্গব এইটি আপন মানকর সুন্দর ভাবে ভগবান কৃষ্ণ কহিলে দেবর্ষি তবে হচ্ছে আজ মো অতিথি দশয়ে আসন ধর আচ্ছা দেবর্ষি কেতে কার্যে আসিব কଣ କହୁଛ କହୁନା ପ୍ରଭୁ ହଁ ଆମେ କିଛି ଖରାପ ଭାବିବନି ମୋଟେ ଖରାପ ଭାବିନି ନା ଆରେ ଖରାପ ଭାବିନି କୁହ କହିବି କହୁନା ତ କହିବ 20,000 ଥର କହିଲଣି ନା ତମେ ଖରାପ ଭାବିବ ମୋଟେ ଖରାପ ଭାବିନି କହ କହିବି ହଁ ସତ୍ୟ କହିବି ହଁ ପ୍ରଭୁ ହଁ ମୁଁ ଆଉ ବାବା ଯେ ହେବି ନାହିଁ ମୁଁ ଏଠି ଗୃହସ୍ଥ ହେବି ଘର ସଂସାର କରିବି ତମେ ଆଉ ବାପାଜି ହବନି ଗୃହସ୍ଥ ହବ ଗୃହସ୍ଥ ହେବି ଘର ସଂସାର ଦେବର୍ଷି ତମେ ବାପାଜି ହେଇଛ ବ୍ରହ୍ମଚାରୀ ହେଇଛ କେତେ ଖୁସିରେ ଅଛ ମୁଁ ଗୃହସ୍ଥ ହେଇଛି ମୁଁ କେତେ ଦୁଃଖରେ ଅଛି ମୋର କେତେ ପୁଅ ଝିଅ କେତେ ସ୍ତ୍ରୀ ଜାଣିଛ ବଳରାମ ଦାସ ଲେଖିଲେ ଭକ୍ତ ବଳରାମ ଦାସ କହିଲେ ଧନ୍ୟ ସେ ବାରକା ମହିମା ନିର୍ମାଣ କଲେ ବିଶ୍ୱକର୍ମା କୃଷ୍ଣର ଅନେକ ଯୁବତୀ 32,000 ଅଛନ୍ତି କେତେ ଛୁଆ ପିଲା ଏ ବୋଝ ନେଇକି ମୁଁ ରାଜରାସ୍ତାରେ ଚାଲି ପାରୁନି ଦେବର୍ଷି ମାନେ ସେତେବେଳେ ଚାଉଳ ଥିଲା କେତେ ଛୁଆ ପିଲା ଏ ଜଞ୍ଜାଳ ମୁଁ ମୁଣ୍ଡେଇକି ଚାଲି ପାରୁନି ତମେ ସୁଖରେ ଅଛ ମୁଁ ଦୁଃଖରେ ତାହେଲେ କଣ କହୁଛ ନାରଦ କୃଷ୍ଣଙ୍କ ପାଦ ତଳେ ପଡିକି କହିଲେ ପ୍ରଭୁ ଏଣିକି ମୁଁ ଗୃହସ୍ଥ ହେବି ଆଜ୍ଞା ଦେଖନ୍ତୁ ରହ ଏତିକିରେ କଥା
ଦେଖନ୍ତୁ ଆଜ୍ଞା ଆଉ କୋଉଠି ଆଜ୍ଞା କହିଲେ ଶିଶୁ ଅନନ୍ତ ଗଲା ଯେବେ ହୋଇବ ବ୍ରହ୍ମଚାରୀ ରଖିବ ଭାଗ ଭାଗଚାରୀ। ଗୋଟିଏ କଥା ଉପରେ ମୋ ଭାଗ୍ୟରେ ଗୋଟିଏ ମିଳୁନାହିଁ। ଆପଣଙ୍କର ଶିଶୁ ଅନନ୍ତ କହିଲେ କହିଲେ ବ୍ରହ୍ମଚାରୀ ହେଲେ 7 5 ମିଶିଲେ କେତେ 12ଟା ନାରୀ ରଖିଲେ ତମେ ବ୍ରହ୍ମଚାରୀ ହବ। ମୋ ଭାଗ୍ୟରେ ପୁଲିହାରି ଏ ରହ। ଆଉ ଗୋଟେ କବି ଆଉ ଜଣେ କବି ଜାଣିବା ପଞ୍ଚସଖା ସାହିତ୍ୟ କବି ହେଲା ଯଶୋବନ୍ତ ଦାସ 7 5 ମିଶିଲେ ହେଲା 12 କହିଲେ ବଳରାମ ଦାସ ଜଗନ୍ନାଥ ଦାସ ଶିଶୁ ଅନନ୍ତ ଗଲେ ଆଜ୍ଞା ଆପଣଙ୍କର ଯଶୋବନ୍ତ ଦାସ କହିଲେ ଯେବେ ହୋଇବ ବ୍ରହ୍ମଚାରୀ ରଖିବ ପିଠି ସୁନ୍ଦରାରୀ ରଖିବ ପିଠି ସୁନ୍ଦରାରୀ। ବ୍ରହ୍ମଚାରୀ ହେଲେ ପୂଜା କହୁଛି 4 ଯଶୋବନ୍ତ ଦାସ କହିଲେ 4 ତିରିକି 12 ଏ 12 ନାରୀ ସାଙ୍ଗରେ ବାଜି ପକେଇଲେ ବାଜି ହବ। ଆଜ୍ଞା 5 ଜଣ କବି 5 ପ୍ରକାର କଥା କହିଲେ ଏଇଠି ଦେବଦତ୍ତୀ ବୁଝିବା ପାଇଁ ରାଜି ନୁହନ୍ତି କହିଲେ ହଉ ମୁଁ ଇଣ୍ଟରେଷ୍ଟ କରିଛି। ଏବେ ଗୃହସ୍ଥ ହୁଅ ଓଡ଼ିଆ କହିକି ଗଲା ବଙ୍ଗାଳୀ ମୁଣ୍ଡ ହଲେଇଲେ ଗଲା ଏ ତ ଯେତେ କହିଲେ ଗାଁ ତ ବୁଝୁନାହାନ୍ତି କହିଲେ ଯାଅ ତମେ ଟିକେ ଗୃହସ୍ଥ ହବ ମାନେ ଆଉ ମୁଁ କଣ କରିବି ତାହେଲେ ମୁଁ କଣ କରିବି ମୁଁ ଚାହିଁଲେ ସବୁ ହବ କର ନା ନା ମୁଁ ଯେତେବେଳେ ତମ କାହାକୁ ଆଇଲି ମୁଁ ବୃନ୍ଦାବନ ଦେଇକି ଆଇଲି। ବୃନ୍ଦାବନ ଦେଇକି ଆସିଲ ବୃନ୍ଦାବନରେ 8ଟା ସଖୀ ଦେଖିଲି କୁଣ୍ଡକୁ ସଜାଡ଼ିକି ବସିଛି। ହଁ ଠିକ ଅଛି ମୁଁ ତାକୁ ସବୁ ପଚାରୁଥିଲି ବୋଲି ସେ କହିଲେ ଆମ ମନ ମଣିଷ ଆସିବ। ଆଚ୍ଛା ପ୍ରଭୁ ମୁଁ କଣ କହୁଥିଲି କି କଣ କହୁନା ସେ ତ 8ଟା ନାରୀ କୁଣ୍ଡକୁ ସଜାଉଛନ୍ତି ସେଇଥିରୁ ଗୋଟିଏ ମତେ ଦିଅନ୍ତୁ। ଦେବର୍ଷି କହିଲେ ପ୍ରଭୁ ପୁରା ତଳତଳିଆ ଭାବ 8ଟା ଗୋପୀ ଯୋଉ କୁଣ୍ଡ ସଜଉଥିଲେ ସେ ଗୋପୀରୁ ମତେ ଗୋଟେ ଗୋପୀ ଦିଅ। ଆଜ୍ଞା ନାରଦଙ୍କ କଥା ଶୁଣିକି ପ୍ରଭୁଙ୍କର ମୁଣ୍ଡ ଖରାପ। କଣ ମୁଣ୍ଡ ଖରାପ ରହ ଏ 8ଟା ଏକ ଗୋପୀ ହଉଛନ୍ତି ଭଗବାନଙ୍କର ଅତି ପ୍ରିୟ ସଖୀ। କୃଷ୍ଣ କହିଲେ ହରେ ମାଗିଲ ମାଗି ଶେଷରେ ମୋ ସ୍ତ୍ରୀ କି ମତେ ମାଗିଲେ ସଂସାରେ କାହା ସ୍ତ୍ରୀ କି କିଏ ଦେଇଥାଏ ମୁଁ ଦେବି ଏମାନେ ମୋର ମୁଙ୍କ ସାଇନି ମୋତେ ପାଇବା ପାଇଁ କେତେ ତପସ୍ୟା କରିଛନ୍ତି ସବୁ ତ ଭଡ଼ାରେ ରଖାନ୍ତା ବୋଲେ ଏ ସଂସାର ଆଉ ରହନ୍ତାନି। ରହ ବସ ଲଗେଇ ଗୋଟେ ପ୍ରଭୁ ଚଣ୍ଡାଳ ବସେ ସେଠି ଦେବୀ ଦେବୀ ଦେବର୍ଷି ନାରଦକୁ କୃଷ୍ଣ କହିଲେ ହଉ ଦେବୀରେ ଏମିତି ଏକ ଗୋପୀଟିଏ ଦେବୀ ଅଖା ଧୋଇବ ଗୁଣ ଗାଇବ ତମ ସଂସାର କରିବା ଠିକ ମନ ମାନିବ। ଆଜ୍ଞା ଦେଖନ୍ତୁ କୃଷ୍ଣ ବିଚାର କଲେ କହିଲେ ଏଇ ଯୋଉ 16 ସହସ୍ର ବୋକାଗଲା ପୂର୍ବ ଜନ୍ମରେ କେତେ ତପସ୍ୟା କରିକି ମତେ ପାଇଥିଲେ। ଆଜ୍ଞା ବୈଦେହୀ ବ୍ୟାସ କବି ସମ୍ରାଟ ଭଞ୍ଜ ଅଖିଳ କି ସୁନ୍ଦର ସଭା ବସିଛନ୍ତି ଆଜ୍ଞା ବୈଦେହୀ ବ୍ୟାସ ସାର୍ ସବୁ ଅଛି କିନ୍ତୁ 5ଟା କଥା ଆଜ୍ଞା ନାହିଁ 5ଟା କଥା ନାହିଁ ଆଜ୍ଞା ବୈଦେହୀ ବ୍ୟାସରେ ସବୁ ଅଛି କିନ୍ତୁ ଆଜ୍ଞା 5ଟା କଥା ନାହିଁ। ଏ ହଉଛି ପାଲା ଆପଣମାନେ ଦେଖନ୍ତୁ ଭଞ୍ଜ ସାହିତ୍ୟ ବୈଦେହୀ ବ୍ୟାସ କାବ୍ୟ ପୁରାଣ ଓଡ଼ିଶାର ସମ୍ପତ୍ତି ସବୁ ତ ସାର୍ ଅଛି କଣ 5ଟା କଥା ନାହିଁ ମୋ ସାର୍ ମାନେ ଶୁଣ ଆପଣ ଦେଖିବେ କିଏ ଉତ୍କଳମଣି ଗୋପବନ୍ଧୁ ଦାସ ଛାନ୍ଦ ପଦେ ଗାଇବା ଉତ୍କଳମଣିଙ୍କର ଛାନ୍ଦ କି ସୁନ୍ଦର ଛାନ୍ଦ ଆଜ୍ଞା ଦେଖନ୍ତୁ ଆଜ୍ଞା ନାହିଁ କରଣ ରସ ତ୍ରୁଟିହୀନ